ପୁରୀ ନିର୍ବାଚନ କେବଳ ଗୋଟିଏ ହାରଜିତ୍ର କାହାଣୀ ନୁହେଁ, ନା, ଏହା ତାଠୁ ବହୁତ ବେଶୀ କିଛି। ଭାବନ୍ତୁ, ଏହା ଏକ ଜଟିଳ ପଜଲ ପରି, ଯାହା ଭିତରେ ଭାରତୀୟ ଗଣତନ୍ତ୍ରର କିଛି ଗଭୀର ସତ୍ୟ ଲୁଚି ରହିଛି। ଆଜି ଆମେ କେବଳ କିଏ ଜିତିଲା କିଏ ହାରିଲା ସେ କଥା କହିବାନି। ଆମେ ଏହା ଭିତରକୁ ଯିବା। ଏହାର କାରଣ କ'ଣ, ଲୋକଙ୍କ ଭାବନା କ'ଣ ଥିଲା, ଆଉ ପ୍ରକୃତ ରାଜନୈତିକ ସମୀକରଣ କ'ଣ ଥିଲା, ତାକୁ ବୁଝିବାକୁ ଚେଷ୍ଟା କରିବା। ଗୋଟିଏ ସଂଖ୍ୟା, ମାତ୍ର ଗୋଟିଏ ସଂଖ୍ୟା, 5178। ହଁ, 2024 ନିର୍ବାଚନରେ ଜିତାପଟର ବ୍ୟବଧାନ ଥିଲା ମାତ୍ର ଏତିକି। କିନ୍ତୁ ଜାଣିଛନ୍ତି, ଏହା କେବଳ ଗୋଟେ ସଂଖ୍ୟା ନୁହେଁ, ଏହା ଏକ ସଂକେତ, ଏକ ବଡ଼ କାହାଣୀର ସୂଚନା, ଗୋଟେ ରହସ୍ୟ ଯାହାକୁ ଆମେ ଆଜି ଏକାଠି ଖୋଲିବାକୁ ଯାଉଛୁ। ଏତେ ଛୋଟ ବ୍ୟବଧାନ ଏହା ଆମକୁ କ'ଣ କହିବାକୁ ଚାହୁଁଛି? ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ମୁକାବିଲା ଏତେ କଡ଼ା କାହିଁକି ହେଲା? କ'ଣ ଥିଲା କାରଣ? ଏହାର ଉତ୍ତର ପାଇବାକୁ ହେଲେ ଆମକୁ ଟିକେ ଗଭୀରକୁ ଯିବାକୁ ପଡ଼ିବ। ଗୋଟେ ଫୋରେନ୍ସିକ୍ ବିଶ୍ଳେଷଣ ଭଳି ଆମେ ଏହି ପୂରା ଘଟଣାକ୍ରମକୁ ଖୋଲି ଦେଖିବା। ତେବେ ଚାଲନ୍ତୁ ଆରମ୍ଭ କରିବା। କୌଣସି ବି ଜିନିଷର ବର୍ତ୍ତମାନକୁ ବୁଝିବା ପାଇଁ ତାର ଅତୀତକୁ ଦେଖିବା ନିହାତି ଜରୁରୀ। ଠିକ୍ ସେହିପରି ଆମେ ଏବେ ପୁରୀର ରାଜନୈତିକ ଇତିହାସକୁ ଦେଖିବା। ଏହି ନିର୍ବାଚନ ତଥ୍ୟକୁ ଆମେ ଏକ ଡାକ୍ତରୀ ଉପକରଣ ବା ଡାୟଗ୍ନୋଷ୍ଟିକ୍ ଟୁଲ୍ ଭଳି ବ୍ୟବହାର କରିବା ଆଉ ପୁରୀର ରାଜନୈତିକ ସ୍ୱାସ୍ଥ୍ୟ କେମିତି ଅଛି ତାହା ଯାଞ୍ଚ କରିବା। ଆସନ୍ତୁ ଏହି ଟେବୁଲ ଉପରେ ନଜର ପକାଇବା। ଦେଖନ୍ତୁ, ପ୍ରାୟ 2 ଦଶନ୍ଧି ଧରି, ମାନେ 1995ରୁ 2014 ପର୍ଯ୍ୟନ୍ତ ବିଜେଡିର ସ୍ଥିତି ବହୁତ ମଜବୁତ ଥିଲା। ଏମିତି ଲାଗୁଥିଲା ଯେମିତି ସେମାନେ ଅପରାଜୟ। ତାଙ୍କ ଭୋଟ ପ୍ରତିଶତ ସବୁବେଳେ ପାଖାପାଖି 50% କିମ୍ବା ତାଠୁ ଅଧିକ ରହୁଥିଲା। କିନ୍ତୁ ତାପରେ ଆସିଲା 2019 ଆଉ ସେଠି ହିଁ ରାଜନୈତିକ ପାଣିପାଗ ବଦଳିବାର ସ୍ପଷ୍ଟ ସଂକେତ ମିଳିଲା। ବିଜେପିର ଭୋଟ ସେୟାର ହଠାତ୍ ବହୁତ ବଢ଼ିଗଲା। ଆଚ୍ଛା, ଟିକେ ପଛକୁ ଯିବା। 2014 ମସିହାକୁ ଦେଖନ୍ତୁ। ସେତେବେଳେ ବିଜେଡିର ସ୍ଥିତି କେତେ ଦୃଢ଼ ଥିଲା। 53.44% ଭୋଟ ସହିତ ସେମାନେ ବହୁତ ଆରାମରେ ଥିଲେ। ଏହା ଥିଲା ସେମାନଙ୍କ ଶକ୍ତିର ଶୀର୍ଷ ସମୟ। ଏହି ସଂଖ୍ୟାଟିକୁ ଟିକେ ମନେ ରଖନ୍ତୁ, କାରଣ ଏହା ପରବର୍ତ୍ତୀ ସ୍ଲାଇଡ୍ରେ ଯେଉଁ ନାଟକୀୟ ପରିବର୍ତ୍ତନ ଆସିବ ତାକୁ ବୁଝିବାରେ ସାହାଯ୍ୟ କରିବ। ଆଉ ଏବେ ଦେଖନ୍ତୁ 2019, ପୁରା ଚିତ୍ର ଉଲ୍ଟିଗଲା। ଏହି ବାର୍ଚାର୍ଟରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ କେମିତି ରାଜନୀତିର ମାଟି ହିଁ ବଦଳିଗଲା। ବିଜେପି 49.28% ଭୋଟ ପାଇ ସିଧା ଉପରକୁ ଉଠିଗଲା। ଏହା ସତ୍ୟରେ ଏକ ରାଜନୈତିକ ଭୂକମ୍ପ ଭଳି ଥିଲା। ପୁରୀର ରାଜନୈତିକ ଦୃଶ୍ୟପଟ ଏହି ଗୋଟିଏ ନିର୍ବାଚନରେ ସମ୍ପୂର୍ଣ୍ଣ ରୂପେ ବଦଳିଗଲା। ହେଲେ ଏ ସଂଖ୍ୟାଗୁଡ଼ିକ ତ ଆମକୁ କହିଲା ଯେ କ'ଣ ହେଲା, କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଏହା କାହିଁକି ହେଲା? ଏହାର ଉତ୍ତର ଜାଣିବାକୁ ହେଲେ ଆମକୁ ମତଦାତାଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କ କଥା ଶୁଣିବାକୁ ପଡ଼ିବ, ସେହି ମାଟିର ସ୍ପନ୍ଦନକୁ ଅନୁଭବ କରିବାକୁ ହେବ ଯେଉଁଠୁ ଏହି ଫଳାଫଳ ବାହାରିଛି। ଏହି ମାନଚିତ୍ରଟିକୁ ଦେଖନ୍ତୁ। ଏହା ଆମ ଆଲୋଚନାକୁ ଠିକ୍ ଜାଗାରେ ରଖୁଛି। ପୁରୀ ଦେଖନ୍ତୁ, ପୁରୀ କେବଳ ଏକ ସାଧାରଣ ସହର ନୁହେଁ, ଏହା ଏକ ପବିତ୍ର ସ୍ଥଳ, ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ତେଣୁ ଏଠାକାର ସ୍ଥାନୀୟ ପ୍ରସଙ୍ଗଗୁଡ଼ିକ ମଧ୍ୟ ଏହାର ଏହି ଅନନ୍ୟ ପରିଚୟ ସହିତ ଗଭୀର ଭାବେ ଜଡ଼ିତ। ଏବେ ଦେଖନ୍ତୁ ଏହି ହିଟ୍ ମ୍ୟାପ୍। ଏହା ଭୋଟରଙ୍କ ମନରେ କେଉଁ ପ୍ରସଙ୍ଗଗୁଡ଼ିକ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ଦେଖାଉଛି। ଦେଖନ୍ତୁ, ଭିତ୍ତିଭୂମି, ପର୍ଯ୍ୟଟନ ବିକାଶ ଏବଂ ନବକଳେବର ପାଣ୍ଠି ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ହାଇ ଲେଭେଲରେ ଅଛି। ମାନେ ଏଗୁଡ଼ିକ ଥିଲା ଲୋକଙ୍କର ମୁଖ୍ୟ ଚିନ୍ତା, ଆଉ ଏସବୁ ପ୍ରସଙ୍ଗ ସିଧାସଳଖ ପୁରୀର ପରିଚୟ ସହିତ ଯୋଡ଼ି ହୋଇ ରହିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଲୋକଙ୍କର ଆଶା ଆଉ ବାସ୍ତବତା ଭିତରେ କେଉଁଠି ଗୋଟେ ବଡ଼ ଫେଙ୍କ ରହିଯାଇଥିଲା। ଆଉ ଏହି ଗୋଟିଏ ବାକ୍ୟ ଭୋଟରଙ୍କର ମନର କଥାକୁ ବହୁତ ଭଲ ଭାବେ କହୁଛି। ଭୋଟରମାନେ ଅଟକି ରହିଥିବା ପ୍ରକଳ୍ପ ଏବଂ ପ୍ରତିଶ୍ରୁତି ଓ ବାସ୍ତବତା ମଧ୍ୟରେ ବଢ଼ୁଥିବା ବ୍ୟବଧାନକୁ ଦର୍ଶାଇଥିଲେ। ଏହା କେବଳ ଏକ ବାକ୍ୟ ନୁହେଁ, ଏହା ଏକ ଅନୁଭବ, ଅବହେଳାର ଅନୁଭବ, ଯାହା ଶେଷରେ ଭୋଟ ବ୍ୟାକ୍ସରେ ଦେଖାଗଲା। ଆଉ ଏଇଠି ହିଁ ଗଣତନ୍ତ୍ରର ପ୍ରକୃତ ସୌନ୍ଦର୍ଯ୍ୟ। ଲୋକଙ୍କୁ ସଠିକ୍ ସୂଚନା ମିଳିବା ଦରକାର, ଆଉ ନେତାମାନେ ନିଜ କଥା ପାଇଁ ଦାୟୀ ରହିବା ଉଚିତ। ଏହା ହିଁ ଏକ ସୁସ୍ଥ ବ୍ୟବସ୍ଥାର ମୂଳଦୁଆ। ଠିକ୍ ଅଛି, ତେବେ ଚାଲନ୍ତୁ ଏହି କଡ଼ା ମୁକାବିଲାକୁ ଆହୁରି ପାଖରୁ ଦେଖିବା। ଏକ ଡାକ୍ତର ଯେମିତି ରୋଗର କାରଣ ଜାଣିବା ପାଇଁ ପରୀକ୍ଷା କରେ, ଆମେ ସେମିତି ଶାସକ ଦଳର ସ୍ଥିତିକୁ ବିଶ୍ଳେଷଣ କରିବା। କେଉଁଠି ତାଙ୍କର ଶକ୍ତି ଥିଲା ଆଉ କେଉଁଠି ଦୁର୍ବଳତା, ଚାଲନ୍ତୁ ଦେଖିବା। ଏହି ସ୍ଲାଇଡ୍ରେ 2ଟି ପାର୍ଶ୍ୱ ଅଛି। ବାମପଟେ ଦେଖନ୍ତୁ ଦଳର ଶକ୍ତି, ଯେମିତିକି ତୃଣମୂଳ ସ୍ତରରେ ଏକ ବଡ଼ ନେଟୱାର୍କ, ଏକ ସୁସଂଗଠିତ ଦଳୀୟ ବ୍ୟବସ୍ଥା। ଏସବୁ ହେଉଛି ତାଙ୍କର ମୂଳଦୁଆ। କିନ୍ତୁ ଏବେ ଡାହାଣ ପଟକୁ ଦେଖନ୍ତୁ, ଦୁର୍ବଳତା ବି କିଛି କମ୍ ନାହିଁ। କିଛି ବିବାଦ ଯୋଗୁଁ ଲୋକଙ୍କର ବିଶ୍ୱାସ କମିଛି, ଭୋଟ ବ୍ୟାଙ୍କରେ ଫାଟ ସୃଷ୍ଟି ହୋଇଛି, ଆଉ ପ୍ରାର୍ଥୀ ମଧ୍ୟ ନୂଆ ଥିଲେ। ଏସବୁ ମିଶି ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଏହି ଫ୍ରେମୱାର୍କକୁ
ଆମେ ରାଜନୈତିକ ଶକ୍ତିର 4ଟି ମୁଖ ବୋଲି କହିପାରିବା। ଦେଖନ୍ତୁ, ସାଙ୍ଗଠନିକ ଏବଂ ସମ୍ବଳ ବା ରିସୋର୍ସ ଏ ଦୁଇଟି କ୍ଷେତ୍ରରେ ଦଳ ବହୁତ ଶକ୍ତିଶାଳୀ। କିନ୍ତୁ ଯେତେବେଳେ କଥା ଆସୁଛି ଲୋକଙ୍କୁ ନିଜ କାହାଣୀ କହିବା ଆଉ ନିର୍ବାଚନରେ ସେମାନଙ୍କ ସହ ସିଧାସଳଖ ଯୋଡ଼ି ହେବାର, ସେଠି ଦୁର୍ବଳତା ଦେଖାଯାଉଛି। ଏହାର ଅର୍ଥ କ'ଣ? ଅର୍ଥ ବହୁତ ସରଳ। ଆପଣଙ୍କ ପାଖରେ ଯେତେ ବଡ଼ ମେସିନ୍ ଥାଉ ନା କାହିଁକି, ଯଦି ଆପଣ ଲୋକଙ୍କ ମନର କଥା ବୁଝିପାରିବେନି, ତେବେ ଆପଣ ତାଙ୍କୁ ହରାଇବେ। ପୁରୀରୁ ଏହା ହିଁ ସବୁଠୁ ବଡ଼ ଶିକ୍ଷା। ତେଣୁ ମୂଳ ଆହ୍ୱାନ ହେଉଛି ଏହା, ଦଳ ପାଖରେ ଥିବା ସାଙ୍ଗଠନିକ ଶକ୍ତିକୁ ଭୋଟରଙ୍କ ବିଶ୍ୱାସରେ କେମିତି ପରିଣତ କରାଯିବ। ଏହା କେବଳ ଏକ ରାଜନୀତିକ ପ୍ରଶ୍ନ ନୁହେଁ, ବରଂ ଏହା ଭଲ ଶାସନର ଏକ ମୌଳିକ ପରୀକ୍ଷା। ଏପର୍ଯ୍ୟନ୍ତ ଆମେ ସମସ୍ୟା ବିଷୟରେ କଥା ହେଲେ। ଏବେ ଚାଲନ୍ତୁ ସମାଧାନ ଆଡ଼କୁ ଯିବା। ଏହି ଭାଗଟି ହେଉଛି ଏକ ପ୍ରକାରର ନୈତିକ ରୋଡମ୍ୟାପ୍। ଆମେ ଯେଉଁ ଦୁର୍ବଳତାଗୁଡ଼ିକୁ ଚିହ୍ନଟ କଲେ, ତାକୁ କିପରି ଦୂର କରାଯାଇପାରିବ, ଏହା ତାର ଏକ ବ୍ଲୁପ୍ରିଣ୍ଟ। ମନେ ରଖନ୍ତୁ, ଏହା କେବଳ ନିର୍ବାଚନ ଜିତିବା ପାଇଁ ନୁହେଁ, ଏହା ଲୋକଙ୍କ ପାଇଁ ଶାସନକୁ ଆହୁରି ଭଲ କରିବା ପାଇଁ। ଏଠାରେ ଏକ 90 ଦିନର ୱିନ୍ ବ୍ୟାକ୍ ଷ୍ଟ୍ରାଟେଜିର ଉଦାହରଣ ଦିଆଯାଇଛି। ଦେଖନ୍ତୁ, ଏହାର 4ଟି ସ୍ତର। ପ୍ରଥମେ, ଲଞ୍ଚ ଏବଂ ଶୁଣନ୍ତୁ, ମାନେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅସୁବିଧାକୁ ବୁଝିବା। ଦ୍ୱିତୀୟରେ, ଏନ୍ଗେଜ୍ ଏବଂ ସହନିର୍ମାଣ, ଅର୍ଥାତ୍ ସ୍ଥାନୀୟ ସଂଗଠନଗୁଡ଼ିକ ସହିତ ମିଶି ସମାଧାନର ବାଟ ବାହାର କରିବା। ଏହିପରି ଭାବରେ ତୃଣମୂଳ ସ୍ତରରୁ ପୁଣିଥରେ ବିଶ୍ୱାସ ଫେରାଇ ଆଣାଯାଇପାରିବ। କିନ୍ତୁ ଆଜିକାଲିର ଦୁନିଆରେ କେବଳ ମାଟିରେ କାମ କଲେ ହେବନି, ଡିଜିଟାଲ ଦୁନିଆରେ ମଧ୍ୟ ସକ୍ରିୟ ରହିବାକୁ ପଡ଼ିବ। ଯେମିତିକି ହ୍ୱାଟ୍ସଆପ୍ ମାଧ୍ୟମରେ ମିଛ ଖବରକୁ ରୋକିବା ପାଇଁ ଏକ ଫ୍ୟାକ୍ଟ ଚେକ୍ ସେଲ୍ ତିଆରି କରିବା, ଇନଷ୍ଟାଗ୍ରାମ ରିଲ୍ସ ଜରିଆରେ ସହରୀ ଯୁବକମାନଙ୍କ ପାଖରେ ପହଞ୍ଚିବା, ଆଉ ଲୋକଙ୍କ ନିଜ ମୁହଁରୁ ତାଙ୍କ ଅନୁଭୂତିର ଛୋଟ ଛୋଟ ଭିଡିଓ ବନେଇବା। ଏହାଦ୍ୱାରା ବାର୍ତ୍ତା ଅଧିକ ପ୍ରଭାବଶାଳୀ ହେବ। ଏବେ ଆମେ ଆମ ଆଲୋଚନାର ଶେଷ ପର୍ଯ୍ୟାୟରେ। ପୁରୀର ଏହି କାହାଣୀ କେବଳ ପୁରୀ ପାଇଁ ନୁହେଁ, ଏହା ସାରା ଦେଶର ଗଣତାନ୍ତ୍ରିକ ରାଜନୀତି ପାଇଁ ଏକ ବଡ଼ ଶିକ୍ଷା ଦେଇଥାଏ। ଆଉ ଆଜିର ଡାଟା ଚାଳିତ ରାଜନୀତିରେ ଗୋଟିଏ କଥା ମନେ ରଖିବା ନିହାତି ଜରୁରୀ, ନାଗରିକଙ୍କ ଗୋପନୀୟତା ଏବଂ ସେମାନଙ୍କ ତଥ୍ୟର ସୁରକ୍ଷା। ଭାରତର ନୂଆ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ ବା DPDP ଫ୍ରେମୱାର୍କ ଏହି କଥା ଉପରେ ହିଁ ଗୁରୁତ୍ୱ ଦେଇଥାଏ। କାରଣ ଡାଟା ଆଧାରିତ ରଣନୀତି କେବଳ ସେତେବେଳେ ସଫଳ ହୁଏ ଯେତେବେଳେ ତାହା ଲୋକଙ୍କ ବିଶ୍ୱାସ ଏବଂ ସମ୍ମାନ ଉପରେ ତିଆରି ହୋଇଥାଏ। ଆଉ ଶେଷରେ ମୁଁ ଗୋଟିଏ ପ୍ରଶ୍ନ ଛାଡ଼ି ଯାଉଛି। ଦୀର୍ଘ ସମୟ ଧରି ଶାସନରେ ରହିବା କ'ଣ ଏକ ଦୁର୍ଗ ଭଳି ଯାହା ଆପଣଙ୍କୁ ସୁରକ୍ଷା ଦିଏ, ନା ଏହା ଧୀରେ ଧୀରେ ଏକ କାରାଗାର ପାଲଟିଯାଏ ଯାହା ଭିତରେ ରହି ଆପଣ ବାହାର ଦୁନିଆର ସ୍ୱର ଆଉ ଶୁଣିପାରନ୍ତି ନାହିଁ? ଏହି ପ୍ରଶ୍ନଟି ହିଁ ଆମର ଆଜିର ପୂରା ଆଲୋଚନାର ସାରାଂଶ। କାରଣ ଯଦି ଆପଣ ନିରନ୍ତର ଲୋକଙ୍କ କଥା ନ ଶୁଣିବେ ଆଉ ସମୟ ସହିତ ନିଜକୁ ନ ବଦଳେଇବେ, ତେବେ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ହିଁ ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା ପାଲଟିଯିବ।